नमस्कार। जय श्री कृष्ण। जय श्री जगन्नाथ। मनीष यही संसार को आसे, किछि दिन हसे, किछि दिन कांदे, सुख पछरे दौड़े, दुखर मुक्ति पाइबाकु चेष्टा करे। किंतु केबे आमे भाबिछे कि एई जीवनर प्रकृत उद्देश्य कौन? आमे किए? एई शरीर आमर प्रकृत परिचय ना एई शरीर ठारू मध्य उच्च एक चिरंतन सत्ता आम भितरे बास करुछि? ଏହି ଗଭୀର ପ୍ରଶ୍ନର ଉତ୍ତର ଖୋଜିବାକୁ ହିଁ ଆମକୁ ନେଇଯାଏ ଶ୍ରୀମଦ୍ ଭାଗବତ ମହାପୁରାଣ ଅମୃତମୟ ଜ୍ଞାନ ନିକଟକୁ। ଆଜି ଆମେ ପ୍ରବେଶ କରିବା ତୃତୀୟ ସ୍କନ୍ଧର ସପ୍ତବିଂଶ ଅଧ୍ୟାୟରେ। ଏଠାରେ ରହିଛି ଜୀବନ, ମାୟା, ଆତ୍ମା ଏବଂ ପରମାତ୍ମାଙ୍କ ସମ୍ପର୍କର ଏକ ଅଦ୍ଭୁତ ରହସ୍ୟ। ମଣିଷ କିପରି ମାୟା ବନ୍ଧନରେ ବାନ୍ଧି ହୋଇଯାଏ, କାହିଁକି ସେ ସୁଖ ଦୁଃଖ ଚକ୍ରରେ ଘୂରି ଚାଲେ ଏବଂ କେଉଁ ପଥ ତାକୁ ଏହି ବନ୍ଧନରୁ ମୁକ୍ତି କରିପାରେ। ଏହି ସମସ୍ତ ଗୂଢ଼ତତ୍ତ୍ୱକୁ ଆଜି ଆମେ ଶୁଣିବା ଅତି ବଡ଼ି ଶ୍ରୀ ଜଗନ୍ନାଥ ଦାସଙ୍କ ଅମୃତମୟ ଭାଗବତ ବାଣୀରେ। ତେଣୁ ଭକ୍ତି ଓ ଶ୍ରଦ୍ଧାର ସହିତ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଶୁଣନ୍ତୁ। ଜୟ ଶ୍ରୀକୃଷ୍ଣ। ଜୟ ଜଗନ୍ନାଥ। ଆସନ୍ତୁ ଆରମ୍ଭ କରିବା ଶ୍ରୀମଦ୍ ଭାଗବତ ମହାପୁରାଣ ତୃତୀୟ ସ୍କନ୍ଧ ସପ୍ତବିଂଶ ଅଧ୍ୟାୟ। ସପ୍ତବିଂଶ ଅଧ୍ୟାୟ। ସପ୍ତବିଂଶ ଅଧ୍ୟାୟରେ ପୁରୁଷ ପ୍ରକୃତି ବିଚାରେ, ସାଧନା ବଳେ ମୋକ୍ଷ ପାଇ, କହନ୍ତି କପିଳ ଗୋସାଇଁ, ବିଷ୍ଣୁ କହନ୍ତି ତୋଷ ମନେ, ମନୁ ତନୟା ସନ୍ନିଧାନେ। ଶ୍ରୀ ଭଗବାନ ବାଚ, ଶୁଣ ଜନନୀ ଏକ ମନ, ଯେ ହରି ଅଜନି ରଞ୍ଜନ, ନିର୍ଗୁଣ ନିର୍ବିକାର ମୋଏ, ବସଇ ଆତ୍ମା ରୂପେ ଦେহে, ପ୍ରକୃତି ଗୁଣେ ନୋহে ସଙ୍ଗ, জলে যে শোনে অর্ঘ বিম্ব, সে দেহ ধর্মে বদ্ধ হই, আত্মাকু অহংকার বহি, আত্মার দুঃখ সুখ মনে, কর্ম করতামু প্রমাণে, আত্মার বন্ধ কর্ম পাকে, নিত্য ভ্রমই দুঃখ সুখে, দেহকু করে অভিমান, এণু হরই নিজ জ্ঞান, নিরতে অহংকার ঘেনি, এমন্তে ভ্রমে নানা যোনি, যে শোনে জলে প্রাণী পোষে, পুଣି উঠন্তে শির দিশে, জন্ম মরণ এই মতে, অর্জিলা কর্মর আয়তে, আত্মার কর্ম ফল ঘেনি, জীব ভ্রমই নানা যোনি, অজ্ঞানে এ ঘোর সংসারে, জীব ভ্রমই অহংকারে, দুঃখ লোভই বারে বারে, আত্মার গতি ন বিচারে, স্বপ্নে অনর্থ যেতে দেখি, নানা প্রপঞ্চে উপলক্ষী, দেখন্তে মনে তা প্রত্যক্ষ, যেহ্নে জাগরে হয়ে মিছ, এরূপে জীবর সংসার, এমন্ত মায়া এ সংসার, এরূপে জীবর সঞ্চার, এমন্ত মায়া এ সংসার, এ জীব মোহিত জ্ঞানে, এরূপে পড়ই বন্ধনে, এণু সংযম চিত্ত করি, বিষয় বিষরু ধরি, ভক্তি বিরক্তি যোগ বলে, মনকু বশ করি হেলে, নিয়মে স্থাপি সুনিশ্চলে,
ଛାଡ଼ି ଇନ୍ଦ୍ରିୟ ସଙ୍ଗ ମେଳେ। ବିଷ୍ଣୁ ବିଷୟ ମନ ଧରି ସାଧିବ ଶରୀର ପାଶୋରି। ଯତ୍ନେ ସାଧିବ ଯୋଗ ତପ ସତ୍ୟ ଶୌଚ ଶ୍ରଦ୍ଧା କଳ୍ପ। ମୋହର ଗୁଣ କର୍ମ ଯଶ ଶ୍ରବଣେ ହୋଇବ ରସ। ସକଳ ଯିବେ ନିଜ ପ୍ରାୟେ ସମେ ଦେଖିବ ବିଷ୍ଣୁମୟେ। ପ୍ରାଣୀଙ୍କ ହିତେ ଥିବ ନିତ୍ୟେ ଚଞ୍ଚଳ ଇନ୍ଦ୍ରିୟ ସଂଯତେ। ଈଶ୍ୱରେ ସ୍ଥାପି କର୍ମ ଫଳ ସ୍ୱଧର୍ମ ସାଧିବ ନିଶ୍ଚଳ। ପ୍ରଥମ ଆଶ୍ରମର ମତେ ସ୍ୱଧର୍ମ ମନ ସତ୍ୟ ଯୁତେ। କରି ଛାଡ଼ିବ ଗୃହ ସ୍ନେହ ଯେ ଅହଙ୍କାର ମାୟା ମୋହ। ଆହାରେ ଭଲ ମନ୍ଦ ନାହିଁ ଯେବା ମିଳିବ ଯାହା ଯହିଁ। ଅଳ୍ପ ଭଜନେ ମନ ତୋଷି ଏକାନ୍ତ ସ୍ଥାନେ ନିତ୍ୟ ବସି। କରୁଣ ଶାନ୍ତ ଶିଷ୍ଟ ଗୁଣ ସକଳ ଭୂତେ ମିତ୍ରପଣ। ସୁହୃଦ ସୁତ ଗୃହ ନାରୀ ଏ ଦେହେ ମମତା ନ କରି। ପ୍ରକୃତି ପୁରୁଷ ବିଚାର ଜ୍ଞାନର ତତ୍ତ୍ୱବଧାର। ତେଣେ ନିବୃତ ବୁଦ୍ଧି ଭାବ ଜାଗ୍ରତ ସ୍ୱପ୍ନ ଆଦି ଭାବ। ଅନ୍ୟ ଦର୍ଶନ ତାର ନାହିଁ ଆତ୍ମାରେ ଆତ୍ମାକୁ ଦେଖଇ। ଚକ୍ଷୁର ଅର୍କେ ଅର୍କ ପ୍ରାୟେ ଦେଖଇ ସର୍ବ ବ୍ରହ୍ମମୟେ। ସେ ବ୍ରହ୍ମ ନିତ୍ୟ ଲିଙ୍ଗ ମୁକ୍ତ ଆଭାସେ ଅହଙ୍କାରେ ସ୍ଥିତ। ଏଣୁ ଯେ ଅହଙ୍କାରୀ ଜୀବ କି ରୂପେ ବ୍ରହ୍ମଙ୍କୁ ଦେଖିବ। ଭୋମାତ ସଂଶୟ ନ କର ପ୍ରମାଣ କହିବା ତାହାର। ଯେ ସନେ ରବି ବିମ୍ବ ଜଳେ ଆଭାସୁ ପୁଣି ଲକ୍ଷୀ ସ୍ଥଳେ। ପୁଣି ସେ ଜଳ ବିମ୍ବ ବଳେ ଆକାଶ ରବି ଦେଖି ଡୋଳେ। ତେସନେ ଦେହେ ଇନ୍ଦ୍ରିୟ ମନେ ଏ ଜୀବ ଥାଇଣ ପ୍ରଚ୍ଛନ୍ନେ। ଏ ଯେ ତ୍ରିଗୁଣ ଅହଙ୍କାର ଆଭାସ ଯହିଁରେ ବ୍ରହ୍ମର। ତହୁ ବ୍ରହ୍ମକୁ ଉପଲକ୍ଷି ପୁଣି ପ୍ରତ୍ୟକ୍ଷେ ତାକୁ ଦେଖି। ଆତ୍ମା ଅଟଇ ଶୁଦ୍ଧ ଜ୍ଞାନ ଅନୁଭବରେ ତା ପ୍ରମାଣ। ସୁଷୁପ୍ତି ଅବସ୍ଥାରେ ଯେବେ ଭୂତାଦି ରହେ ଲୀନ ଭାବେ। ନିଦ୍ରାରେ ଅହଙ୍କାର ଶୂନ୍ୟ ଆତ୍ମା ସ୍ୱରୂପେ ବର୍ତ୍ତମାନ। ଦ୍ରଷ୍ଟା ସ୍ୱରୂପେ ଥାଇ ଦେହେ ନିଜକୁ ମଣେ ନଷ୍ଟ ପ୍ରାୟେ। ଉପାଧି ନାଶ ହେବା ଜାଣି ଆପଣା ନାଶ ପରିମାଣି। ଧନ ବିନାଶେ ଲୋକ ଜେହ୍ନେ ଆପଣା ନାଶ ପ୍ରାୟ ମଣେ। ସୁଷୁପ୍ତି ଅବସ୍ଥାରେ ପୁଣ ବିଷୟ ମାତ୍ର ନୁହେଁ ଜ୍ଞାନ। ଏ ରୂପେ ସଂଶୟ ନ କର ଭୋମାତା ମନରେ ବିଚାର। ସୁଷୁପ୍ତି ଭଙ୍ଗରେ ପୁରୁଷ ଏ ରୂପ କର ଏଇ ପ୍ରକାଶ। ମୁଁ ଆଜି ସୁଖେ ନିଦ୍ରା ଗଲି କିଛି ମାତ୍ର ହିଁ ନ ଜାଣିଲି। ଯେଣୁ ଏ ରୂପେ ମନେ ଥାଇ ଆତ୍ମା ନଥିଲେ ଜ୍ଞାନ କାହିଁ। ପ୍ରକାଶେ ଯେ କାର୍ଯ୍ୟ କାରଣ ସେ ଦ୍ରଷ୍ଟା ରୂପେ ବର୍ତ୍ତମାନ। ଦେବହୂତି ଉବାଚ ହେ ପ୍ରଭୁ ପୁରୁଷ ପ୍ରକୃତି କେହି କାହାକୁ ନ ଛାଡ଼ନ୍ତି। ଅନ୍ୟନ୍ୟ ଆଶ୍ରୟ ସେ ନିତ୍ୟ କେବେ ନୁହନ୍ତି ସେ ଚ୍ୟୁତ। ଯେମନ୍ତେ ଭୂମି ଗନ୍ଧ ଦୁଇ କେହି କାହାକୁ ନ ଛାଡ଼ଇ। ଅଥବା ଦେଖ ଜଳ ରସ ଏକ ଅଭାବେ ଏକ ନାଶ। ସେ ରୂପେ ପ୍ରକୃତି ପୁରୁଷେ ବିୟୋଗ କି ରୂପେ ପ୍ରକାଶେ। ଅକର୍ତ୍ତା ପୁରୁଷ ବିଚାର ତ୍ରିଗୁଣେ ପ୍ରକୃତି ସଞ୍ଚାର। ଏ କର୍ମ ବନ୍ଧ ଯେଣୁ ତାର
କେମନ୍ତେ ମୋକ୍ଷ ଏହାଙ୍କର କେହି ବିବେକ ଜ୍ଞାନ ତୋତେ ସଂସାର ଯେବେ ବା ନିବର୍ତ୍ତେ ହେତୁ ତାହାର ଯେଣୁ ଥାଏ କି ରୂପେ ମୋକ୍ଷ ବା ଘଟଇ। ଶ୍ରୀ ଭଗବାନ ବାଚ ଶୁଣ ଜନନୀ ଦେଇଛି ତ ଯେବା ଜୀବର ବନ୍ଧ ମୁକ୍ତ ନିଷ୍କାମେ ସ୍ୱଧର୍ମରେ ଥାଇ ମନ ନିର୍ମଳେ ମୋତେ ଧ୍ୟାଇ। ଶ୍ରୀକୃଷ୍ଣ ଶ୍ରବଣ କୀର୍ତ୍ତନେ ଭକ୍ତିରେ ସାଧିବ ଯତନେ ତତ୍ତ୍ୱ ଦର୍ଶନ ଜ୍ଞାନ ବଳେ ଦୃଢ଼ ବୈରାଗ୍ୟ ତପ ବଳେ ଆତ୍ମାର ପ୍ରାପ୍ତି ଉପାୟରେ ଚିତ ଏକାଗ୍ରେ ଆତ୍ମାର ପ୍ରାପ୍ତି ଉପାୟରେ ଚିତ ଏକାଗ୍ର ସମାଧିରେ ଏ ସର୍ବ ପ୍ରକାରେ ସାଧନ ଖଣ୍ଡଇ ଜୀବର ବନ୍ଧନ ପ୍ରକୃତି ଅଳ୍ପ ଅଳ୍ପ ହୋଇ ପୁରୁଷ ସଙ୍ଗକୁ ତେଜଇ ଯେ ସନେ ଅରଣିରୁ ଅଗ୍ନି ଜନମି ଦହଇ ଅରଣି ପ୍ରକୃତି ଭୋଗ ଶେଷ ହେଲେ ତାହାର ଦୋଷ ଦିଶେ ଭଲେ କାଟିଣ ସବୁ ବନ୍ଧ ପାଶ ଆନନ୍ଦେ ବିହରେ ପୁରୁଷ ଯେ ସନେ ସ୍ୱପନେ ଅନର୍ଥ ଜାଗିଲେ ହୁଅଇ ଅସତ୍ୟ ତେସନେ ସଂସାର ଦିଶଇ ମୋ ମାୟା ତାକୁ ନ ଲାଗଇ ବହୁତ ଜନ୍ମ ଭାଗ୍ୟ ବଳେ ଅଧ୍ୟାତ୍ମ ଜ୍ଞାନ ହୁଏ କାଳେ ଏ ରୂପେ ଆତ୍ମାରାମ ମୁନି ବ୍ରହ୍ମଲୋକକୁ ତୁଚ୍ଛ ମଣି ମୋ ଭକ୍ତ ହୋଇ ମୋ ପ୍ରସାଦେ ଆତ୍ମାକୁ ଜାଣେ ଅପ୍ରମାଦେ କୈବଲ୍ୟ ଧାମ ମୋ ଆଶ୍ରୟ ଲୋଭେ ମୁକତି ଆଦି ଶ୍ରେୟ ଲିଙ୍ଗ ଶରୀର ନାଶ ଯାଇ ଯାଉଲେ ଉଠି ନ ଆସଇ ଯାହାର ଚିତ୍ତ ଯୋଗୁଆନ ମାୟାରେ ନୁହଁଇ ବିଭ୍ରମ ସେ ଆତ୍ୟନ୍ତିକି ଗତି ପାଇ ଜହିରେ ମୃତ୍ୟୁ ଭୟ ନାହିଁ ମୈତ୍ରେୟ ବିଦୁର ଅଗ୍ରତେ ବହୁ ସାଧନ ଜଗମତେ କହିଲେ କପିଳଙ୍କ ବାଣୀ ଶୁଣି ସଂସାରୁ ତର ପ୍ରାଣୀ ସୁଜନେ ଚିନ୍ତ ମନେ ଏହା ଯେବେ ଖଣ୍ଡିବ ଭୟ ମାୟା ହରିଚରଣେ ଦେଇଛି ତ କହଇ ଦାସ ଜଗନ୍ନାଥ ହରିଚରଣେ ଦେଇଛି ତ କହଇ ଦାସ ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ ତୃତୀୟ ସ୍କନ୍ଧେ କୌପିଳେୟ ଉପାଖ୍ୟାନେ ପୁରୁଷ ବିବେକୋପାୟ ବର୍ଣ୍ଣନମ୍ नाम सप्तविंशोऽध्यायः। ओम नमो भगवते वासुदेवाय। हरि ओम तत्सत्। प्रिय सज्जन मंडली साधुवृंद तथा भक्तवृंद आपण माने जदि भागवत पाठ करने भल पाती ताहले निश्चय आम चैनल टी सब्सक्राइब करिथांतु। एठारे धारावाहिक भाव में नियमित श्रीमद्भागवत महापुराणर गोटे गोटे अध्यायर वीडियो आसी थाए। जय जगन्नाथ, जय श्रीहरि। ओम नमो भगवते वासुदेवाय।